ମୁଁ ଯେତେବେଳେ କଲେଜ ଲାଇଫରେ ଗୀତ ଗାଉଥିଲି ଏବଂ ତାପରେ କଟକ ସିଫ୍ଟ କଲି କଟକ ସିଫ୍ଟ କଲା ପରେ ମେଲୋଡି ପୁରା ବନ୍ଦ ହେଇଗଲା। ଆଗ ମୁଁ କିଶୋର କୁମାରଙ୍କ ଗୀତ ଗାଉଥିଲି, ମେଲୋଡି ଶୋ କରୁଥିଲି। ତେବେ ଭଦ୍ରକ ପ୍ରତି ଏହା ମୋର ସମ୍ମାନ ଯେ ଭଦ୍ରକ ମାଟି ସମସ୍ତଙ୍କୁ ଭଲ ପାଇବା ଦିଏ। ମୋର ବନ୍ଧୁ ଏଠି ଅଛନ୍ତି ମୁନା ମହାପାତ୍ର ସାର୍, ବହୁତ ସୁନ୍ଦର ମ୍ୟୁଜିକ୍ ଡାଇରେକ୍ଟର, ବହୁତ ଭଲ ମ୍ୟୁଜିକ୍ ଡାଇରେକ୍ଟର, ବହୁତ ଗୁଡ଼େ ଗୀତ ସେ ତାଙ୍କର ହିଟ୍ ଏବଂ ତାଙ୍କରି ସହିତ ଜଡ଼ିତ ହେଇ ପୁଣି ଥରେ ମେଲୋଡି ଆରମ୍ଭ କଲି ମୁଁ। ଏ ଭଦ୍ରକ ମାଟି ମୋତେ ସମ୍ମାନ ଦେଲା ଏବଂ ଆଜି ସାରା ଓଡ଼ିଶା ସାରା ବିଶ୍ୱରେ ମୁଁ ଗୋଟେ ଜାଗାଟେ ପାଇପାରୁଛି। ଓଡ଼ିଆ ଭାଇ ଭଉଣୀ ମାନଙ୍କ ଭିତରେ ଗୋଟେ ଭଲ ଜାଗାଟେ ପାଇପାରୁଛି। ତେଣୁ ଭଦ୍ରକ ମାଟିକୁ କେବେ ଭୁଲି ପାରିବିନି। ଏବଂ ଆଉ ଗୋଟେ କଥା ଯେ ଭଦ୍ରକର ଆର୍ଟିଷ୍ଟ ମୁଁ କହିବି ଯେ କଟକରୁ ଯଦି ଆମେ ବାହାରୁ ପାଣି କୋଇଲି ଟୋଲଗେଟ୍ ଟପିଲା ପରେ ଆମର ବେପାର ଆରମ୍ଭ ହୁଏ। ପ୍ରାୟ 99% କଳାକାର ମାନଙ୍କର ବେପାର ଏବଂ ଭଲ ପାଇବା ଏଠି ମିଳେ, ଏଠି ବେପାର ମିଳେ, ଏଠି କାମ ମିଳେ, ଏଠି କାର୍ଯ୍ୟକ୍ରମ ମିଳେ। ଭଦ୍ରକ ମାଟିକୁ କେହି କୌଣସି କଳାକାର ଭୁଲି ପାରିବନି ଏବଂ ଯଦି 100 ଥର ସେଲ୍ୟୁଟ୍ କରିବି ତାହେଲେ ଭଦ୍ରକ ମାଟି ମାନେ ଅତ୍ୟୁକ୍ତି ହେବନି ଏ କଥାଟି। ହଁ, ଭଦ୍ରକର ଗୋଟେ ଗୀତ ଗାଇଥିଲି, ମୁଁ ଭଦ୍ରକ ଟୋକା 1 ନମ୍ବର। ହଁ, ମୁଁ ଭଦ୍ରକ ଟୋକା 1 ନମ୍ବର ଗାଇଥିଲି। ମୁଁ ଧନ୍ୟବାଦ ଯେ ଆପଣ ମାନେ ସେ ଗୀତ ପାଇଁ ମୋତେ ଚଏସ୍ କରିଥିଲେ। ଆକ୍ଚୁଆଲି ଭଦ୍ରକ ଟୋକା ମୁଁ 1 ନମ୍ବର ନୁହେଁ, ଭଦ୍ରକ ଟୋକା ମାନେ 1 ନମ୍ବର। ଦେଖନ୍ତୁ କୋଉ ଗୀତ ପାଇଁ ମୁଁ ପରିଚୟ ପାଇଛି ସେଟା ମୁଁ କହିବାଟା ମୁଁ ବହୁତ ଗୀତ କରିଛି ଆଜ୍ଞା। କଞ୍ଚା ହଳଦୀ କୁହନ୍ତୁ, ରେମନ ହୁଅନ୍ତୁ, ହାଇରା ହାତ ଚେହେରା କୁହନ୍ତୁ, ବାଳୁଙ୍ଗା ଟୋକା, ଇସ୍କ ତୁ ହି ତୁ କୁହନ୍ତୁ, ନୂଆ ସାଇରୀ କୁହନ୍ତୁ। ତେଣୁ ମୁଁ ଗୋଟେ ବହି ତିଆରି କରିସାରିଛି ଏବଂ ବର୍ତ୍ତମାନ ମୁଁ ସେ ଜାଗାରେ ନାହିଁ ଯେ ମୁଁ ବାଛିବି ଯେ କୋଉ ଗୀତଟି ଭଲ। ସେଟା ଆପଣମାନଙ୍କ ଦାୟିତ୍ୱ, ଆପଣମାନଙ୍କ ଆଶୀର୍ବାଦ। ସାରା ବିଶ୍ୱର ଓଡ଼ିଆ ମାନେ ମୋତେ ଆଶୀର୍ବାଦ କରିଛନ୍ତି। ଆଜି ଖୁସି ଯେ ମହୋତ୍ସବର ପ୍ରଥମ ଦିନରେ ମୁଁ ଆସି ଏଠି ଜଏନ୍ କରିଛି ଏବଂ ଲୋକମାନଙ୍କ ଅପାର ଭଲ ପାଇବା ପାଇଛି। ତୋର କଞ୍ଚା ହଳଦୀ ଦେହଟା ଗୋରିଲ ଶୁଖିଲା ଦିଶୁଛି, ବୋଧେ ରାତି ସାରା କାହା ସାଥେ ତ ମୋବାଇଲରେ ଖେଳ ଚାଲିଛି। ଆଉ ଗୋଟେ ଛୋଟିଆ କଥା କହିବି, ସାରା ଓଡ଼ିଶା ସାରା ବିଶ୍ୱ ଶିଖୁ ଭଦ୍ରକରେ ଭଲ ପାଇବା କେମିତି, ଭାଇଚାରା କେମିତି, କେମିତି ମିଶିକି ଅଛନ୍ତି ସମସ୍ତେ, ସାରା ବିଶ୍ୱ ଶିଖୁ। ଏବେ ସେ ଯେଉଁ ଭଲ ପାଇବାର ଟିକେ ଅଭାବ ଦିଶୁଛି। ମୋ ତରଫରୁ ରିକ୍ୱେଷ୍ଟ, ଭଦ୍ରକରୁ ସାରା ଓଡ଼ିଶା ସାରା ବିଶ୍ୱ ଶିଖନ୍ତୁ ଏଇଟା। ଦାଦା ଦାଦା କହିଦିଅନ୍ତୁ, ମୁଁ କଣ ଦାଦାଗିରି କରେ ନା କଣ? ମୁଁ ମ୍ୟୁଜିକର ଦାଦା, ମୁଁ ଦାଦାଗିରି କରେ? ଦାଦା ଦାଦା କହିଲେ ପୋଲିସ ନେଇକି ବାନ୍ଧିକି ନେଇନା ମୋତେ ପକେଇଦେବେ ନା ଥାନାରେ। ମୁଁ ଦାଦା ନୁହେଁ। ମତେ ହଁ ଗୋଟେ ଏଟା ମଜା କଥା ଯେ ଅଜା ବି ଦାଦା ଡାକେ, ନାତି ବି ଡାକେ ଦାଦା। ପ୍ରଶାନ୍ତ ନନ୍ଦ ସାର୍ ବି ଦାଦା ଡାକନ୍ତି, ବାବୁସାନ ବି ଦାଦା ଡାକେ, ଦାଦା ଡାକନ୍ତି ସମସ୍ତେ। ଗୋଟେ ଭଲ ପାଇବା। ସୋ ଦାଦାଟା ଆଉ ବର୍ତ୍ତମାନ ସମ୍ପର୍କରେ ନାହିଁ, ଦାଦାଟା ଭଲ ପାଇବାରେ ଅଛି। ଭଲ ପାଇବାର ଦାଦା ମୁଁ।